প্রিয় ছাত্রছাত্রী এবং অভিভাবক বন্ধু মানে প্রজ্ঞা ଟ୍ୟୁଟୋରିଆଲ ଏକ୍ସପର୍ଟ କ୍ଲାସକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଆଜିର ଲାଭ କ୍ଷତି ଉପରେ ଏକ ସୁନ୍ଦର କରିଅଛି ଛୋଟ ପିଲାଙ୍କ ପାଇଁ ବିଶେଷ କରି ଏହାର ବହୁତ ଉପାଦେୟ ହେବ। ଜଣେ ବ୍ୟକ୍ତି ଗୋଟିଏ ପଦାର୍ଥକୁ 329 ଟଙ୍କାରେ କିଣି କେତେ ଟଙ୍କାରେ ବିକ୍ରୟ କଲେ 7% କ୍ଷତି ହେବ। ଏହି ଅଙ୍କଟିକୁ ଆଗରୁ ଆମେ ସୂତ୍ର ପକାଇ ବହୁତ ଅଙ୍କ ଆମେ ବସିଛନ୍ତି। ଆଜି ଅଙ୍କଟି ଆମେ ଐଚ୍ଛିକ ଧାରାରେ କରିବା, କାହିଁକି ଛୋଟ ପିଲାଙ୍କ ପାଇଁ ଏଟା ବହୁତ ଉପାଦେୟ ହେବାର ସମ୍ଭାବନା ବହୁତ ଅଛି। ତେଣୁକରି ଆମେ କ'ଣ କରିବା ନା 7% କ୍ଷତି ଅର୍ଥାତ୍ କ'ଣ ନା 100 ଟଙ୍କା କ୍ରୟ ବେଳେ ବିକ୍ରୟ କେତେ ହେବ ନା 100ରୁ 7 ଟଙ୍କା ଆମେ ଫେରିଦେବା ସମାନ କେତେ ହେବ ନା 93 ଟଙ୍କା ସେ ବିକିବ। ବିକ୍ରୟ ମୂଲ୍ୟ ହେଲା 93 ଟଙ୍କା। ଇଏ କହିକି ଧାରା କରିବା 1 ଟଙ୍କା କ୍ରୟ ବେଳେ ବିକ୍ରୟ ମୂଲ୍ୟ ହେଲା 93 ବିଭକ୍ତ 100 ଟଙ୍କା। এটা হলো বিক্রয় মূল্য। পুଣି କେତେ କହିଛି କିଣିଛି କେତେ ଟଙ୍କାରେ ନା 329 ଟଙ୍କାରେ କିଣିଛି। 329 ଟଙ୍କା କ୍ରୟ ବେଳେ ବିକ୍ରୟ ମୂଲ୍ୟ ହେବ କେତେ 93 ବିଭକ୍ତ 100 ଗୁଣନ 329। ଆମେ ୟାକୁ କଟାକଟି ପାଇଁ ଆଦୌ ଚେଷ୍ଟା ବି କରିବା ନାହିଁ। କାରଣ କ'ଣ ନା ତଳେ 100 ଅଛି। ତଳେ 100 ଯେଉଁ ଜାଗାରେ ଥିବ ତାକୁ କାଟିବେ ନାହିଁ। ଲବରେ ଲବ ଗୁଣି ଦେଇକି ହରକୁ ସେଇ 100 ହିଁ ରଖିବେ। ତାପରେ ଆମେ କୋଉ ଜାଗାରେ ପହଞ୍ଚି ପାରୁଛନ୍ତି ଆମେ ପର୍ଯ୍ୟନ୍ତ ଏଇ ଗୁଣଫଳଟା ହେଉଛି 3 0 5 9 7। এই দুইটাକୁ ଗୁଣନ କଲେ ଆମେ ଏହା ପାଇବା ବିଭକ୍ତ 100। ପିଲାମାନେ ଏଇଠି ଦେଖ କାହିଁକି ମୁଁ ମନା କରିଥିଲି କାଟିବାନି କଟାକଟି କରିବା ନାହିଁ, ଆଦୌ ଚେଷ୍ଟା ବି କରିବାନି। ଏଇଥିପାଇଁ କହିଥିଲି ତଳେ ଯେହେତୁ 100 ଅଛି ତାକୁ ଦଶମିକରେ ପରିଣତ କରିବା ପାଇଁ ଆମ ପାଇଁ ସହଜ ହେବ। ଡାହାଣ ପଟରୁ ଆମେ 2 ସ୍ଥାନରେ ଛାଡ଼ି ଦଶମିକ ଦେଇଦେବା, ଏଇଟା ପାଇଲେ। ଅତଏବ ତାର ବିକ୍ରୟ ମୂଲ୍ୟ ହେଲା କେତେ 305 ଟଙ୍କା 97 ପଇସା। ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ସମସ୍ତଙ୍କୁ ବିଶେଷ ଧନ୍ୟବାଦ ରହିଲା। ଏଇଟା ଆମର ଉତ୍ତର।